এটা কিসটা গলা গাড়িটা এটা গাড়িটা গলা ଏ ମା ତମେ ଜାଣିନଥିଲ ନା ଗୁଡ୍ ମର୍ଣ୍ଣିଂ ଫ୍ରେଣ୍ଡସ୍ ଜୟ ଜଗନ୍ନାଥ ସମସ୍ତଙ୍କୁ ପିଙ୍କୁ ଲାଇଫଷ୍ଟାଇଲ୍ର ନୂଆ ଆଣ୍ଡ ଫ୍ରେଶ୍ ବ୍ଲଗ୍ରେ ଆପଣମାନଙ୍କୁ ସ୍ୱାଗତ। ଆଉ ପାଖାପାଖି ହେଇଗଲାଣି କେତେଟା ଏବେ ପାଖାପାଖି ହେଇଗଲାଣି 7ଟା ହେଇଗଲାଣି। ଆଉ ଏବେ ଦେଖନ୍ତୁ ମୁଁ ସ୍କୁଟି ଧରି ବାହାରି ପଡ଼ିଛି। ଆଉ ଯିବି ଟିକେ ମାର୍କେଟ। ସେ ମୁଁ ସକ୍ସକା ଘର ଛାଡ଼ି ଦେଇକି ପଳେଇ ଆସିଥିଲି। ଆଉ ଏବେ ଯିବି, ସେ ଜଣେ ଅପା ନେଇକି ଆସିଛନ୍ତି ଘରୁ, ଆଉ ନେଇକି ଆସିବା। ଆଉ ଡେଲିକା ଭଳି ଆପଣମାନେ ତ ଦେଖିଥିବେ ସବୁବେଳେ ଘରୁ ଷ୍ଟାର୍ଟ ହେଉଥିଲା 2 ଦିନ ହେବ। ଆଉ ଆଜି ତ ସେଇ ସେମ୍ ଲୋକେସନ୍। ଆଉ ଚାଲନ୍ତୁ ଯିବା ସକ୍ସକା ନେଇକି ଆସିବା, ତାପରେ ରେଡ଼ି ହେଇକି ବି ପୁଣି କଲେଜ ଯିବାର ଅଛି। ଠିକ୍ ଅଛି, କ'ଣ କେମିତି ମଜାମସ୍ତି ହେଉଛି ମୁଁ ଆପଣମାନଙ୍କ ସହିତ ସେୟାର କରିବି। ଠିକ୍ ଅଛି, ଚାଲନ୍ତୁ ଆଜିକା ବ୍ଲଗ୍ଟିକୁ ଷ୍ଟାର୍ଟ କରିବା। ଏବେ ମୁଁ ନେଇକି ପଳେଇ ଆସିଛି ସକ୍ସ, ମାନେ କେମିତି ପ୍ୟାକିଂ କରିକି ଦେଇଛି ମୋ ମା ଦେଖନ୍ତୁ, ମାନେ ଜରିର ପ୍ୟାକିଂ କରିକି ଦେଇଛି। ଆଉ ଚାଲନ୍ତୁ ଯିବେ। ଦେଖନ୍ତୁ ଆପଣମାନଙ୍କୁ ଦେଖେଇଥିଲି ଯେ ଆମ ଗାର୍ଡ଼େନଟା ଛୋଟ ମୋଟ ଯେ ଗାର୍ଡ଼େନଟା ହେଇଥିଲା, ତାପରେ ଏବେ ବି କିଛି ଫୁଲ ଫୁଟିଛି, ବୋଧେ ଫ୍ଲାୱାର୍ସ ଫୁଟିଛି। ମୁଁ ଦେଖାଉଛି ଆପଣମାନଙ୍କୁ, କିଛି ଫୁଟିଛି, ଭଲ ଭଲ ଫୁଟିଛି। ତଥାପି ଏତେ ବି ନେଇ, ବର୍ଷା ଦିନ ଗଛ ସବୁ ଝାଉଳି ଗଲାଣି, ତଥାପି ଭଲ ଲାଗୁଛି। ଆଉ ଚାଲନ୍ତୁ ମୁଁ ଯାଏ ଉପରକୁ ଯାଇ କଥା ହେଉଛି। ଠିକ୍ ଅଛି ସାଙ୍ଗମାନେ, ଆପଣମାନେ ତ ଦେଖିଥିଲେ ସକାଳେ ମୁଁ ଯାଇଥିଲି ମାର୍କେଟ, ଯାଇଥିଲି ମୋ ସକ୍ସ ଆଣିବା ପାଇଁ। ଆଉ ସକ୍ସ ନେଇ ଆସିକି ପଳେଇ ଆସିକି ତାପରେ କିଛି ନୋଟ୍ସ ବାକି ରହିଯାଇଥିଲା, ମୁଁ କହିଲି ଚାଲ କମ୍ପ୍ଲିଟ୍ କରିଦେବା। ଭାବିଥିଲି ଘରକୁ ନେଇଥିଲି ଛୁଟିର କମ୍ପ୍ଲିଟ୍ କରିମି ବୋଲି, ଆଉ ଘର ତ କମ୍ପ୍ଲିଟ୍ କରି ହେଲାନି। ସେ ମାନେ ଘରକୁ ଗଲେ ମୋତେ ପଢ଼ତେ ଇଚ୍ଛା ହୁଏନି ଟୋଟାଲି, ମାନେ ପଢ଼ତେ ଲେଖତେ ହିଁ ଟୋଟାଲ୍ ବୋରିଂ ଲାଗେ। ଆଉ କେଉଁମାନଙ୍କୁ ନୋଟ୍ସ ଲେଖିବା ବହୁତ ବୋରିଂ ଲାଗେ, ଟିକେ କମେଣ୍ଟରେ ଜଣେଇବେ। ଠିକ୍ ଅଛି, ଏବେ ପ୍ରାୟ ଅଧା କମ୍ପ୍ଲିଟ୍ ହେଇଯାଇଛି। ଆଉ ଆସିକି ମୁଁ ଅଧା ସାରି ସାରିଲିଣି। ଆଉ ଏବେ ଯିବା ଟିକେ ବ୍ରସ୍ କରିବା, ବ୍ରସ୍ କରିସାରିକି ଗାଧୋଇବା ପାଇଁ ବି ଯିବାର ଅଛି। ଚାଲନ୍ତୁ ମୁଁ ବ୍ରସ୍ କରି ଆସେ, ତାପରେ ଆପଣମାନଙ୍କ ସହିତ କଥା ହେବ। ଠିକ୍ ଅଛି, ଏବେ ମୁଁ ଜଷ୍ଟ ବ୍ରସ୍ କରିକି ପଳେଇ ଆସିଛି। ଆଉ ଚାଲନ୍ତୁ ଟିକେ ଖାଇଦେବା। ଆଉ ଖାଲି ପେଟରେ ବେଶୀ ସମୟ ରହିବାନି, କାହିଁକିନା ବେଶୀ ସମୟ ରହିଲେ ପୁଣି ଏବେ ତ ଜଣା ପଡ଼ିବନି ନା, ଧୀରେ ଧୀରେ ବେଶୀ ସମୟ ରହି ସେ ଏସିଡ୍ରେ ପରିଣତ ହେଇଯିବ। ଚାଲନ୍ତୁ ଏବେ ଟିକେ ଖାଇଦେବା। ମୋ ଡେଲିକା ସେଇ ଡାଏଟ୍, ଏଇଟା ରହିଗଲା ଆମର ଚିଆ ସିଡ୍ସ, ଆଉ ଆମର ଗଜାମୁଗ, ବୁଟ ଆଉ ଆଲମଣ୍ଡ ସବୁ ରହିଗଲା। ଏବେ ଖାଇଦେବା, ତାପରେ ଯିବା ଗାଧୋଇବା ପାଇଁ, ପୁଣି କଲେଜ ପାଇଁ ବି ରେଡ଼ି ହେବାର ଅଛି। ଠିକ୍ ଅଛି, ଚାଲନ୍ତୁ ମୁଁ ଖାଇସାରେ, ତାପରେ ରେଡ଼ି ହେଇକି ଗାଧୋଇ ସାରିକି ରେଡ଼ି ହେଇକି ଆପଣମାନଙ୍କ ସହିତ କଥା ହେଉଛି। ଠିକ୍ ଅଛି, ଆମେ ଏବେ ବାହାରିକି ରେଡ଼ି ହେଇକି ଚାଲି ଆସିଛୁ। ଆଉ ରାସ୍ତାରେ ଯାଉଛୁ, ସେଇ ତ ସେମ୍ ଲୋକେସନ୍, ଡେଲିକା ଲୋକେସନ୍। ଏବେ ଯିବା କ୍ଲାସ୍ କରିବା। ଆଜି ଛୁଆ କେହି ଆସିନଥିବେ ମୁଁ ଜାଣିଛି, କିନ୍ତୁ ଆମେ ବହୁତ ମହାପଣ୍ଡିତକା 3ଟା, ଆଉ ଘୁଷପଣ୍ଡିତ 2 ଜଣ ବି ଆଗରେ ଅଛନ୍ତି। ସେଇପାଇଁ ଆମେ ଚାଲି ଯାଉଛୁ କଲେଜ। ଚାଲନ୍ତୁ ଯାଇକି ଖାଇକି କ୍ଲାସ୍ କରିବାର ଅଛି। କ୍ଲାସ୍ କରିସାରେ ଆପଣମାନଙ୍କ ସହିତ କଥା ହେଉଛି। ସାଙ୍ଗମାନେ, ଆମେ ତ ଏବେ ଖାଇକି ପଳେଇ ଆସିଲୁ, ପାଖାପାଖି 2:36 ହେଲାଣି। ଆଉ କ୍ଲାସ୍ ସାରିକି ଖାଇକି ପଳେଇ ଆସିଲୁ। ଏବେ ରୁମ୍କୁ ଯାଉଛୁ ଆମେ ଶୋଇବା ପାଇଁ। ଆଜି କାହିଁକିନା ଡ୍ୟୁଟି ନାହିଁ, ଆଜି ଶୋଇବା, ପୁରା ଆରାମସେ ଶୋଇବା ଡ୍ୟୁଟି। ଏଇ 2 ଜଣ ଚାଲିଛନ୍ତି। ଏବେ ଗୋଟେ ଗାଡ଼ି ଯାଉଛୁ। ଛୁଆ ଗୁଡ଼ା ଅନେଇକି ହସୁଛନ୍ତି ପରା। ଏଇଟା କିସଟା ଗଲା ଗାଡିଟା ଏଟା ଗାଡ଼ିଟା ଗଲା। ଏ ମା ତମେ ଜାଣିନଥିଲ ନା ତମେ ସତ? ଜାଣି ହିଁ ପାରୁନାହିଁ। ତମେ କହିଲ ବୋଲି ଆମେ ଜାଣିଲେ। ଜଙ୍ଗଲରୁ ଆସ ଜଙ୍ଗଲ ସବୁବେଳେ ରହିଲେ ସେଇ ହବ ଖାଲି ନା। ଜଙ୍ଗଲ ରହିନେ ହବ ନା? ବଣ ମଣିଷ ଗା ସେଇନାଇ କହୁଛୁ, ଆମର ଟିକେ ମିଶାମୁଶି କର। ଫସେଇଦେଲ ପଦାରେ ଫସିବ। ବାସ୍, ନିଜ କଥାରେ ନିଜେ ଦେଖାଅ। ଆପଣ ଟିକେ ମୁଖ ଦର୍ଶନ କରନ୍ତୁ। ଖାଲି ତ ସେଇ ଘର ଆଡେ ରାସ୍ତା, ସିଆଡେ କିଏ ଅଛି ତୋର କହନା? କିଏ ଅଛି? ଦେଖୁଛନ୍ତି ତ ଗାଇସ୍, ଗାଈ ଦେଖୁଛନ୍ତି ତ ଗାଈ ସାଙ୍ଗମାନେ ସବୁ କିଛି ଆପଣ ମାନେ। ଠିକ୍ ଅଛି, ହଉ ଚାଲନ୍ତୁ। ଏମିତି ତ ମଜାମସ୍ତି ଚାଲିବ। ମୁଁ ଯାଇ ହଷ୍ଟେଲ ଟିକେ ଫ୍ରେଶ୍ ହେଇକି ଟିକେ ଶୋଇବି। ଶୋଇ ଉଠିକି ପୁଣି ଜିମ୍ ଯିବାର ଅଛି ଆଜି। ଆଉ ଚାଲନ୍ତୁ, ମୁଁ ଶୋଇ ଉଠି ସାରେ ଆପଣମାନଙ୍କୁ ସେୟାର କରୁଛି। ଠିକ୍ ଅଛି ସାଙ୍ଗମାନେ, ଏବେ ପୁରା ରେଡ଼ି ହେଇସାରିଛି ଜିମ୍ ଯିବା ପାଇଁ। ଆପଣମାନେ ତ ଦେଖିଥିଲେ ମୁଁ କଲେଜ ଯାଇଥିଲି, କଲେଜରୁ ରିଟର୍ଣ୍ଣ କରିକି ଶୋଇ ପଡ଼ିଥିଲି। ଆଜି ପୁରା ଶୋଇଛି, ମାନେ ଅଲଗା ପ୍ରକାର ଶୋଇଛି। ନିଦ ପାଖାପାଖି କଣ୍ଟିନ୍ୟୁଅସଲି 3 ଘଣ୍ଟା ପାଖାପାଖି ଶୋଇଛି।
ମାନେ ଦେହର ବଳ ନାହିଁ ଏବେ ଯିବା ପାଇଁ ୱାର୍କଆଉଟ୍ କରତେ ଯିବା ପାଇଁ ମାନେ କିନ୍ତୁ ୱାର୍କଆଉଟ୍ ଡେଲି କରିବାଟା ନିହାତି ଦରକାର ଆଉ ମାଇଣ୍ଡ ଫ୍ରେଶ୍ ରହିବ ଆପଣମାନଙ୍କୁ ରିଲାକ୍ସ ବି ବହୁତ ଭଲ ଲାଗିବ ଆଉ ଯିବା ଏବେ ଜିମ୍ ଯିବା ଆଉ ଜିମ୍ର ୱାର୍କଆଉଟ୍ କରିବା ଜିମ୍ର କେମିତି କିସ ମଜାମସ୍ତି ହେଉଛି ମୁଁ ଆପଣମାନଙ୍କ ସହିତ ନିଶ୍ଚୟ ଭାବରେ ସେୟାର କରିବି ବ୍ଲଗ୍ଟାକୁ ସ୍କିପ୍ କରନ୍ତୁନି ଦେଖନ୍ତୁ ମୁଁ କେମିତି ୱାର୍କଆଉଟ୍ କରୁଛି ଆପଣମାନଙ୍କୁ ସେୟାର କରିବି ଚାଲନ୍ତୁ ଯିବା ଏବେ ଜିମ୍ ଆମର ଏପଟେ ରେଡ଼ି ହେଇଯାଇଛି ଗାଡ଼ି ଆଉ ସ୍କୁଟି ରେଡ଼ି ହେଇଯାଇଛି ଚାଲନ୍ତୁ ଯିବା ଜିମ୍ ମୁଁ ପହଞ୍ଚି ସାରେ ଆପଣମାନଙ୍କ ସହିତ କଥା ହେଉଛି ଜଷ୍ଟ ମୁଁ ଜିମ୍ରେ ପହଞ୍ଚିକି ଟିକେ ୱାର୍ମ ଅପ୍ କରିଦେଇଥିଲି ଯେହେତୁ ଆଜି ଚେଷ୍ଟ ୱାର୍କଆଉଟ୍ ଥିଲା ଆଉ ତାପରେ ମୁଁ ଫାଷ୍ଟ ଚୁଜ୍ କରିଥିଲି ଡମ୍ବଲ୍ ପ୍ରେସ୍ ଏଟା ଅପର୍ ପାଇଁ ବହୁତ ଇଫେକ୍ଟିଭଫୁଲ୍ ପୁରା ସ୍ଲୋ ରେପିଟେସନ୍ରେ ମାରିଥିଲି ଏଇଟା 12 ସେଟ୍ 3ଟି ମାରିଥିଲି ଦେନ୍ ତାପରେ ମୁଁ କଟି ଯାଇଥିଲି ଆମର ବଟରଫ୍ଲାଇକୁ ବଟରଫ୍ଲାଇ ଟିକେ ଷ୍ଟ୍ରେଚ୍ ନେଇକି ହାଲକା ବ୍ରିଥ୍ ନେଇକି ଏଇଟା ପୁରା ଫେଲିୟର୍ ପର୍ଯ୍ୟନ୍ତ ଯାଇଥିଲା ପୁରା 12 3ଟା ରେପିଟେସନ୍ ଆଉ ଏଟାକୁ ମାରିକି ମୁଁ ଫିନିଶ୍ କରିଥିଲି ଆଜି ଚେଷ୍ଟର ୱାର୍କଆଉଟ୍ ଦେନ୍ ତାପରେ ମୁଁ କଟି ଯାଇଥିଲି ଟ୍ରାଇସେପ୍ ଆଡ଼କୁ ଟ୍ରାଇସେପ୍ର ଏଇଠି ଭେରିଏସନ୍ଟା ନାଁ କ'ଣ ମୁଁ ତ ଜାଣିନି ଠିକ୍ସରେ ଆପଣମାନେ କମେଣ୍ଟରେ କହିବେ ଠିକ୍ ଅଛି ଏଇଟା କିନ୍ତୁ ବହୁତ ଇଫେକ୍ଟିଭଫୁଲ୍ ଦେନ୍ ତାପରେ ମୁଁ କଟି ଯାଇଥିଲି ଟ୍ରାଇସେପ୍ର ରୋ ପୁଶ୍ ଡାଉନ୍କୁ ଦେନ୍ ଏଟା ବି ବହୁତ ଭଲ ୱାର୍କଆଉଟ୍ଟା ଏଟା ବି ବହୁତ ବଢ଼ିଆ ମାରିଥିଲି ମୁଁ ଏଟା ଆମର 12 ସେଇ 3ଟି ରେପିଟେସନ୍ରେ ଫେଲିୟର୍ ପର୍ଯ୍ୟନ୍ତ ଯାଇଥିଲା ଦେନ୍ ତାପରେ ୱାର୍କଆଉଟ୍ ଖତମ ହେଲା ପରେ ଟିକେ ଫ୍ଲେକ୍ସ କରିବାଟା ନିହାତି ଦରକାର ନା ଆଜିକାର ବଡ଼ି କଣ୍ଡିସନ୍ ଏମିତି ଦେନ୍ ତାପରେ ଟିକେ ହିରୋ ଟିକେ ଷ୍ଟାଇଲ୍ ମାରି ପକେଇଲି ଇସ୍ ଟିକେ ଦେଖୁଛନ୍ତି ତ ବାଘଟାକୁ ଆମର ଏବେ ୱାର୍କଆଉଟ୍ ସମାପ୍ତି ହେଲା ଆଉ ସମାପ୍ତି ହେଲା ଏବେ ଯିବା ଗୋଟେ କାମ ଅଛି ଗୋଟେ ବୈଶାଖୀ ପ୍ଲାଜାରେ ଆଉ ମାଉଥ୍ ଫ୍ରେଶନର୍ ଗୋଟେ ନେବାର ଅଛି ଚାଲନ୍ତୁ ଆଉ ମୁଁ ରୁମ୍ ପହଞ୍ଚି ସାରେ ଫ୍ରେଶ୍ ହେଇକି ଆପଣମାନଙ୍କ ସହିତ କଥା ହେଉଛି ଠିକ୍ ଅଛି ଏବେ ମୁଁ ଜିମ୍ରୁ ଆସିକି ଫ୍ରେଶ୍ ହେଇସାରିଛି ଆଉ ଏବେ ଯିବି ଆର ହଷ୍ଟେଲକୁ ଖାଇବା ପାଇଁ ଆଉ ପାଖାପାଖି 9ଟା ହେଲାଣି ଆଉ ସେମିତି ତ କିଛି ଆଉ ଭିଡ଼ିଓ ବନେଇ ପାରିବି ନାହିଁ ବ୍ଲଗ୍ଟାକୁ ଏଣ୍ଡ କରିବା କାହିଁକିନା ଆଉ ସେମିତି ତ କିଛି ଭିଡ଼ିଓ ବ୍ଲଗ୍ର ବି କିଛି ପକାଇ ପାରିବିନି ଏବେ ବି କାହିଁକିନା ରାତି 9ଟା ହେଇଗଲାଣି ତାପରେ ଏଡ଼ିଟ୍ କରିବା ପାଇଁ ବି ହେବ ଆହୁରି କାମ ଢେର ଅଛି ଆଉ ଚାଲନ୍ତୁ ଯିବା ଆଲୋ ହଷ୍ଟେଲକୁ ଆଉ ମୁଁ ଯାଏ ଖାଇକି ଆସେ ଆଉ ବ୍ଲଗ୍ଟାକୁ ଏଣ୍ଡ କରିବା ଏବେ ଆଉ ଯଦି ବ୍ଲଗ୍ଟା ଯଦି ଭଲ ଲାଗିଥିବ ତାହେଲେ ଲାଇକ୍ କରିବେ ଗୋଟେ ଆଉ କମେଣ୍ଟରେ ଜଣାଇବେ କେମିତି ଲାଗୁଛି ଆଉ ସେୟାର ନିଶ୍ଚୟ ଭାବରେ କରିବେ ଆଉ ସବସ୍କ୍ରାଇବ୍ ତ ନିଶ୍ଚୟ କରିବେ ସବସ୍କ୍ରାଇବ୍ କରିକି ଅଲ୍ରେ ପ୍ରେସ୍ କରିଦେବେ କାହିଁକିନା ମୋର ଯାହା ବି ନେକ୍ସଟ ଭିଡ଼ିଓ ଆସିବ ଆପଣମାନଙ୍କୁ ନୋଟିଫିକେସନ୍ ପଳାଇବ ଠିକ୍ ଅଛି ଚାଲନ୍ତୁ ଆଜି ଏତିକି କହିକି ମୁଁ ରଖୁଛି ଆଉ ଦେଖା ହେବା ନୂଆ ଆଣ୍ଡ ଫ୍ରେଶ୍ ବ୍ଲଗ୍ରେ ବାଏ